ଆଜିର ତାରିଖ ହେଉଛି 9 ମଇ 2026। ଆମର ଏହି ନୂଆ ଡିପ୍ ଡାଇଭ୍ ଆଲୋଚନାକୁ ସ୍ୱାଗତ। ହଁ, ନମସ୍କାର। ଆଜି ସକାଳୁ ମୁଁ ୟୁଟ୍ୟୁବ୍ ପ୍ଲାଟଫର୍ମର ସର୍ଚ୍ଚ ଟ୍ରେଣ୍ଡ ଆଉ ପରଫର୍ମାନ୍ସ ଇନସାଇଟ୍ସ ଦେଖୁଥିଲି। ଲୋକେ ବର୍ତ୍ତମାନ ସବୁଠାରୁ ଅଧିକ କ'ଣ ଖୋଜୁଛନ୍ତି ଜାଣିଛନ୍ତି? କୌଣସି ନିର୍ଦ୍ଦିଷ୍ଟ ମିଡିଆ ଚ୍ୟାନେଲ ବା ବ୍ରାଣ୍ଡର ନାମ ନ ନେଇ ଯଦି ଆମେ ଦେଖିବା, ଲୋକଙ୍କର ଆଗ୍ରହ କେବଳ ପ୍ରଚଣ୍ଡ ଖରା, ବଙ୍ଗାଳ ରାଜନୀତି ଏବଂ ବିରଳ ମୃତ୍ତିକା ବା କ୍ରିଟିକାଲ ମିନେରାଲ୍ସ ବିଷୟରେ ଅଛି। ଏକଦମ ଠିକ୍ କଥା। ଆଉ ଏସବୁ ଭିତରେ ଗୋଟିଏ ସାଧାରଣ କଥା ଯୋଡ଼ି ହୋଇ ରହିଛି, ସେଇଟା ହେଲା ପରିବର୍ତ୍ତନ। ହଁ, ବାହାରକୁ ସବୁକିଛି ବହୁତ ଗତିଶୀଳ ଲାଗୁଛି, କିନ୍ତୁ ପ୍ରକୃତରେ ସବୁକିଛି ଗୋଟିଏ ଜାଗାରେ ଛନ୍ଦି ହୋଇ ଅଟକି ରହିଛି। ଆମେ ଆଜି ବିଭିନ୍ନ ରିପୋର୍ଟ ଏବଂ ଖବରକାଗଜରୁ ମିଳିଥିବା ତଥ୍ୟକୁ ଏକାଠି କରି ଏହି ଅଟକି ରହିଥିବା ବ୍ୟବସ୍ଥାର ପ୍ରକୃତ ଅର୍ଥ ବୁଝିବାକୁ ଚେଷ୍ଟା କରିବା। ଆଉ ଆରମ୍ଭ କରିବା ସେଇ ପାଣିପାଗରୁ। ଆଚ୍ଛା, ପାଣିପାଗ ସ୍ଥିତି ତ ବର୍ତ୍ତମାନ ବହୁତ ଖରାପ। ବାପରେ, ରାଜ୍ୟରେ ତାପମାତ୍ରା କେତେ ଭୟଙ୍କର ଅଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଭୁବନେଶ୍ୱରରେ 41 ଡିଗ୍ରୀ, ଟିଟିଲାଗଡ଼ରେ 42.5 ଡିଗ୍ରୀ ଆଉ ଝାରସୁଗୁଡ଼ାରେ ପାରଦ 44.4 ଡିଗ୍ରୀ ଛୁଇଁଲାଣି। କାର୍ଯ୍ୟକ୍ରମକୁ ବି ସ୍ଥଗିତ ରଖିବାକୁ ପଡ଼ିଲା। ସତରେ? କିନ୍ତୁ ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ କହୁଛି ଯେ ମଇ 10ରୁ 14 ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ଷାରେ ବି ସମ୍ଭାବନା ଅଛି। ମାନେ ମେଘ ଆସୁଛି, ହେଲେ ବାତ୍ୟା କିମ୍ବା ବର୍ଷା ଆସୁନି, ଏମିତି କାହିଁକି? ଦେଖନ୍ତୁ, ପାଣିପାଗ ବିଜ୍ଞାନର ଗଭୀର ତଥ୍ୟକୁ ଦେଖିଲେ କାରଣଟା ବହୁତ ସ୍ପଷ୍ଟ। ବିଶେଷଜ୍ଞମାନେ ବର୍ତ୍ତମାନ 925 ହେକ୍ଟୋପାସ୍କଲ ଏବଂ 850 ହେକ୍ଟୋପାସ୍କଲ ସ୍ତରର ବାୟୁମଣ୍ଡଳୀୟ ଚାପ ଡାଟା ଉପରେ ନଜର ରଖିଛନ୍ତି। ଗୋଟେ ସେକେଣ୍ଡ, ଏଇ ହେକ୍ଟୋପାସ୍କାଲ କ'ଣ? ସାଧାରଣ ଲୋକଙ୍କ ବୁଝିବା ପାଇଁ ଏଇ 925 ବା 850 ନମ୍ବରଗୁଡ଼ିକ ମାନେ କ'ଣ? ଆଚ୍ଛା, ଏହାକୁ ସରଳ ଭାବେ ବୁଝିବା। ହେକ୍ଟୋପାସ୍କଲ ହେଉଛି ବାୟୁମଣ୍ଡଳୀୟ ଚାପ ମାପିବାର ଏକ ଏକକ। ଏହାକୁ ପାଣିପାଗ ବିଜ୍ଞାନୀମାନେ ଭୂପୃଷ୍ଠରୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଦର୍ଶାଇବା ପାଇଁ ବ୍ୟବହାର କରନ୍ତି। ହଁ, ମାନେ ଏକ ପ୍ରକାର ମାପକାଠି। ଏକଦମ। 925 ହେକ୍ଟୋପାସ୍କାଲ ଅର୍ଥ ହେଉଛି ଭୂପୃଷ୍ଠରୁ ପ୍ରାୟ 2500 ଫୁଟ ଉପରେ ଥିବା ବାୟୁମଣ୍ଡଳର ଗୋଟିଏ ସ୍ତର, ଆଉ 850 ମାନେ ପ୍ରାୟ 5000 ଫୁଟ ଉପରେ। ସେ ଉଚ୍ଚତାରେ ବର୍ତ୍ତମାନ ବଙ୍ଗୋପସାଗର ଉପରେ ଦ୍ରୁତ ପଶ୍ଚିମା ପବନ ବା ୱେଷ୍ଟର୍ଲିଜ୍ ବହୁଛି। ତେବେ ତାହା ବାତ୍ୟାରେ ପରିଣତ କାହିଁକି ହେଉନି? କାରଣ ବାତ୍ୟା ସୃଷ୍ଟି ହେବା ପାଇଁ କେବଳ ପବନ ବହିଲେ ହେବ ନାହିଁ। ଏହି ନିମ୍ନ ଏବଂ ମଧ୍ୟମ ସ୍ତରଗୁଡ଼ିକରେ ପବନରେ ଏକ ବନ୍ଧ ଘୂର୍ଣ୍ଣିବଳୟ ବା ସ୍ପିନ୍ ତିଆରି ହେବା ନିହାତି ଜରୁରୀ। ବର୍ତ୍ତମାନ ସମସ୍ୟା ହେଉଛି ଯେ ପବନ ବହୁତ ଜୋରରେ ଗତି କରୁଛି, କିନ୍ତୁ ସେହି ଆବଶ୍ୟକୀୟ ଘୂର୍ଣ୍ଣି ତିଆରି ହୋଇପାରୁନି। ମାନେ ଯଦି ପବନ ଘୁରୁ ନାହିଁ, ତେବେ ତାହା କେନ୍ଦ୍ରୀଭୂତ ହୋଇ ବାତ୍ୟାର ରୂପ ନେଇପାରିବ ନାହିଁ। ହଁ, ଗତି ଅଛି, କିନ୍ତୁ ବୁଲିବା ପ୍ରକ୍ରିୟା ନାହିଁ। ମାନେ ଏହା ତ ଠିକ୍ ଗିୟରରେ ନ ପକାଇ ଗାଡ଼ିର ଇଞ୍ଜିନକୁ କେହି ଜୋରରେ ଆକ୍ସିଲେରେଟ୍ କଲା ଭଳି କଥା। ଇଞ୍ଜିନ ଭୟଙ୍କର ଗର୍ଜନ କରୁଛି, ପେଟ୍ରୋଲ ପୋଡ଼ୁଛି, ହେଲେ ଗାଡ଼ି ଆଗକୁ ଘୁଞ୍ଚୁନି। ବାଃ, ଏକଦମ ସଠିକ୍ ଉଦାହରଣ। ଗତିଶକ୍ତି ଅଛି, କିନ୍ତୁ ଦିଗ ନାହିଁ। କିନ୍ତୁ ଏହାର ଫଳାଫଳ ତ ଆହୁରି ଭୟଙ୍କର ନା। ଯଦି ବାତ୍ୟା ଆସୁନି କି ବର୍ଷା ହେଉନି, ତେବେ ବାୟୁମଣ୍ଡଳରେ ଜମା ହୋଇଥିବା ଏତେ ପ୍ରଚୁର ଜଳୀୟ ବାଷ୍ପ ଯାଉଛି କୁଆଡ଼େ? ଏହା ପ୍ରତ୍ୟେକ ଦିନର ଗୁଳୁଗୁଳିକୁ ଏତେ ଅସହ୍ୟ କାହିଁକି କରିଦେଉଛି? ଏହିଠାରେ ହିଁ ସେହି ବିପଦ ସୃଷ୍ଟି ହୁଏ, ଯାହାକୁ ଆମେ ହିଟ୍ ଟ୍ରାପ୍ ବା ଉତ୍ତାପର ଜାଲ ବୋଲି କହୁ। ଦେଖନ୍ତୁ, ସମୁଦ୍ର ଉପରୁ ଆସୁଥିବା ଦ୍ରୁତ ପବନ ନିଜ ସାଥିରେ ଟନ୍ ଟନ୍ ଜଳୀୟ ବାଷ୍ପ ଆଣି ସ୍ଥଳଭାଗ ଉପରେ ଜମା କରିଦେଉଛି। ଆଚ୍ଛା। କିନ୍ତୁ ଘୂର୍ଣ୍ଣିବଳୟ ଅଭାବରୁ ଏହି ଜଳୀୟ ବାଷ୍ପ ଉପରକୁ ଉଠି ଘନୀଭୂତ ହୋଇ ବର୍ଷାର ରୂପ ନେଇପାରୁନି। ତେଣୁ ଏହା ଆମ ଚାରିପାଖରେ ଏକ ଅଦୃଶ୍ୟ ଆଉ ଓଜନିଆ କମ୍ବଳ ଭଳି ଘେରି ରହୁଛି। ବାପ୍ରେ, ସେଇଥିପାଇଁ ଝାଳ ଆଦୌ ଶୁଖୁନି? ହଁ, ଆର୍ଦ୍ରତା ଏତେ ଅଧିକ ରହୁଛି ଯେ ଶରୀର ନିଜକୁ ଥଣ୍ଡା ରଖିପାରୁନି। ଆଉ କୃଷିକ୍ଷେତ୍ର ପାଇଁ ତ ଏହା ଏକ ବିସ୍ଫୋରକ ସ୍ଥିତି। କେମିତି? କାରଣ ଯେତେବେଳେ ଏତେ ପରିମାଣର ଉତ୍ତାପ ଆଉ ଜଳୀୟ ବାଷ୍ପ ଏକାଠି ହୋଇ ରହେ, ତାହା କୌଣସି ସୁସଂଗଠିତ ବର୍ଷା ନକରି ହଠାତ୍ କାଳବୈଶାଖୀର ରୂପ ନିଏ। ପ୍ରବଳ ବେଗରେ ପବନ, ଘଡ଼ଘଡ଼ି ଆଉ ଅସମୟ ବର୍ଷା ମାତ୍ର କିଛି ମିନିଟ୍ ଭିତରେ ଚାଷୀଙ୍କର ପାଚିଲା ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ। ଅର୍ଥାତ୍ ଗୋଟିଏ ବିରାଟ ଶକ୍ତି ଠିକ୍ ମାର୍ଗ ନ ପାଇ ଏମିତି ବିନାଶକାରୀ ରୂପ ନେଉଛି। ଆଚ୍ଛା, ପ୍ରକୃତିରେ ଏହି ଅଟକି ରହିଥିବା ଆଉ ବିସ୍ଫୋରକ ସ୍ଥିତିରୁ ଯଦି ଆମେ ଟିକେ ରାଜନୀତି ଆଡ଼କୁ ନଜର ପକାଇବା, ସେଠି ବି ଗୋଟେ ଝଡ଼ ଚାଲିଛି। ହଁ,
ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟକୁ ଟିକେ ଦେଖନ୍ତୁ। ସେଠାରେ ବିଜେପି ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ବାଛିବାକୁ ଯାଉଛି। ଶୁଭେନ୍ଦୁ ଅଧିକାରୀ ସେଇ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ହଁ, ଯିଏକି ଏଥର ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କୁ 15,000ରୁ ଅଧିକ ଭୋଟରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। କିନ୍ତୁ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓଡ଼ିଶାର ଭୂମିକା। ପଶ୍ଚିମବଙ୍ଗର ଏହି ଐତିହାସିକ ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରୀୟ ସହପର୍ଯ୍ୟବେକ୍ଷକ ଭାବେ ପଠାଯାଇଛି। ଏଇଟା ଗୋଟିଏ ବହୁତ ବଡ଼ ନିଷ୍ପତ୍ତି। ହଁ, ହେଲେ ମୋତେ ଗୋଟିଏ କଥା ବୁଝାପଡ଼ୁନି। ପଶ୍ଚିମବଙ୍ଗ ରାଜନୀତିରେ ତ ନିଜସ୍ୱ ବହୁତ ବଡ଼ ବଡ଼ ନେତା ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ସେଠାରେ ଅଛନ୍ତି। ତାହେଲେ କେନ୍ଦ୍ରୀୟ ନେତୃତ୍ୱ ହଠାତ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏତେ ବଡ଼ ରାଜ୍ୟର ଆଭ୍ୟନ୍ତରୀଣ ବୈଠକ ପାଇଁ କାହିଁକି ବାଛିଲେ? ଦେଖନ୍ତୁ, ଏହାକୁ ବୁଝିବାକୁ ହେଲେ ଆମକୁ ପୂର୍ବ ଭାରତର ଭୂଗୋଳ ଆଉ ସାମାଜିକ ସମୀକରଣକୁ ଦେଖିବାକୁ ପଡ଼ିବ। ନିର୍ବାଚନ ସମୟରେ ବିଭିନ୍ନ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଥିଲା ଯେ ମୋହନ ମାଝୀ ପଶ୍ଚିମବଙ୍ଗରେ ଜଣେ ଷ୍ଟାର କ୍ୟାମ୍ପେନର ଭାବେ ଉଭା ହୋଇଥିଲେ। ଆଚ୍ଛା, କେଉଁ ଅଞ୍ଚଳରେ ବିଶେଷ କରି ସେହି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ, ଯେପରିକି ଝାଡ଼ଗ୍ରାମ ଏବଂ ପଶ୍ଚିମ ମେଦିନୀପୁର। ସେଠାରେ ଆଦିବାସୀ ଏବଂ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସେଠାରେ ତାଙ୍କର ପ୍ରଭାବ ବେଶ୍ ସୁଦୃଢ଼ ରହିଥିଲା। ହଁ, ସେମାନେ ତ ତାଙ୍କ ସହ ସହଜରେ ଯୋଡ଼ି ହୋଇପାରିବେ। ଏକଦମ। ଜଣେ ଆଦିବାସୀ ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର 2 ବର୍ଷର ସଫଳ କାର୍ଯ୍ୟକାଳକୁ ଜାତୀୟ ନେତୃତ୍ୱ ଏକ ମଡେଲ ବା ଉଦାହରଣ ଭାବେ ବ୍ୟବହାର କରୁଛନ୍ତି। ପଶ୍ଚିମବଙ୍ଗର ଆଦିବାସୀ ସମ୍ପ୍ରଦାୟ ଏବଂ ଓଡ଼ିଆ ଭୋଟରଙ୍କୁ ଏହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି। ମାନେ ପଡ଼ୋଶୀ ରାଜ୍ୟରେ ଏକ ଡବଲ ଇଞ୍ଜିନ୍ ସରକାର କେମିତି ସାଧାରଣ ବର୍ଗର ନେତାଙ୍କୁ କ୍ଷମତାକୁ ନେଇପାରିଛି, ତାହାର ଏକ ବାର୍ତ୍ତା। ଠିକ୍ ଧରିଛନ୍ତି। ଏହା କେବଳ ଏକ ସାଧାରଣ ନିଯୁକ୍ତି ନୁହେଁ, ଏହା ପ୍ରମାଣ କରୁଛି ଯେ ପୂର୍ବ ଭାରତରେ ଓଡ଼ିଶା କିପରି ରାଜନୈତିକ ଶକ୍ତିର ଏକ ନୂତନ କେନ୍ଦ୍ରବିନ୍ଦୁ ପାଲଟୁଛି। ରାଜନୈତିକ ଶକ୍ତିର କେନ୍ଦ୍ରବିନ୍ଦୁ। କେବଳ ରାଜନୀତି କାହିଁକି, ଆର୍ଥିକ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଏବେ ବହୁତ ଆଗକୁ ଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତକୁ ହିଁ ଦେଖନ୍ତୁ। ହଁ, ସେଇଟା ବହୁତ ଚର୍ଚ୍ଚାରେ ଅଛି ଏବେ। ଅହମ୍ମଦାବାଦ ଏବଂ ଭଦୋଦରାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରୁ ସେ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ହାସଲ କରିଛନ୍ତି, ଯାହାକି ପ୍ରାୟ 76,838ଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏତେ ବଡ଼ ନିବେଶ ବିଶେଷ କରି କେମିକାଲ, ଗ୍ରୀନ୍ ଏନର୍ଜି ଏବଂ ବିରଳ ମୃତ୍ତିକା ବା କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଆସିବ। ହଁ, ମୁଁ ଦେଖୁଥିଲି ଲୋକେ ଇଣ୍ଟରନେଟ୍ରେ ଏହି କ୍ରିଟିକାଲ ମିନେରାଲ୍ସ ବିଷୟରେ ବହୁତ ସର୍ଚ୍ଚ କରୁଛନ୍ତି। 2032 ସୁଦ୍ଧା କେବଳ ଓଡ଼ିଶାରେ ଏହାର ବଜାର $20 ବିଲିୟନ ଛୁଇଁବ ବୋଲି ଆକଳନ ଅଛି। ଏହି ମାଟି ତଳେ ଏତେ ବଡ଼ ଅର୍ଥନୀତି କାହିଁକି ଲୁଚି ରହିଛି? ବୁଝିଲେ ନା? କ୍ରିଟିକାଲ ମିନେରାଲ୍ସ ହେଉଛି ଭବିଷ୍ୟତର ତୈଳ। ଆଜି ଯେମିତି ଆମେ ପେଟ୍ରୋଲ ଉପରେ ନିର୍ଭର କରୁଛୁ, ଆସନ୍ତା କିଛି ବର୍ଷ ଭିତରେ ଦୁନିଆ ଲିଥିୟମ୍, କୋବାଲ୍ଟ ଆଉ ଅନ୍ୟାନ୍ୟ ବିରଳ ମୃତ୍ତିକା ଉପରେ ନିର୍ଭର କରିବ। ହଁ, ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରୀ ହେଉ ବା ସୋଲାର ପ୍ୟାନେଲ, ସବୁଥିରେ ଏହାର ଆବଶ୍ୟକତା ଅଛି। ପ୍ରତିରକ୍ଷା ଉପକରଣ ବି ଏହା ବିନା ତିଆରି ହୋଇପାରିବନି। କିନ୍ତୁ ବର୍ତ୍ତମାନର ସବୁଠୁ ବଡ଼ ସମସ୍ୟା ହେଉଛି ବିଶ୍ୱର ପ୍ରାୟ 70-80% କ୍ରିଟିକାଲ ମିନେରାଲ୍ସ ଚୀନର କବ୍ଜାରେ ଅଛି। ଆଚ୍ଛା, ଚୀନ ଏହାକୁ ନିୟନ୍ତ୍ରଣ କରୁଛି? ହଁ, ଆଉ ଏବେ ବିଶ୍ୱରେ ଯେମିତି ଉତ୍ତେଜନା ଲାଗି ରହିଛି, ପ୍ରତ୍ୟେକ ଦେଶ ଚୀନ ଉପରୁ ନିର୍ଭରଶୀଳତା କମାଇବାକୁ ଚାହୁଁଛନ୍ତି। ଭାରତ ପାଇଁ ଓଡ଼ିଶା ହେଉଛି ସେହି ଖଣିଜ ସମ୍ପଦର ସବୁଠୁ ବଡ଼ ଭଣ୍ଡାର। ତେଣୁ ଏହି 48,000 କୋଟି ଟଙ୍କାର ନିବେଶ ଗ୍ଲୋବାଲ ସପ୍ଲାଇ ଚେନ୍ରେ ଭାରତର ରଣନୀତିକୁ ମଜବୁତ କରିବ। ତାମାନେ ଏହା ଭବିଷ୍ୟତ ପାଇଁ ଏକ ବିରାଟ ଅର୍ଥନୈତିକ ପ୍ରସ୍ତୁତି। କିନ୍ତୁ ଏହି ଆର୍ଥିକ ନିଷ୍ପତ୍ତିକୁ ନେଇ ମୋ ମନରେ ଗୋଟିଏ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। କ'ଣ ସେଇଟା? ରାଜ୍ୟରେ ଆମେ ଦେଖୁଛୁ ବହୁତଗୁଡ଼ିଏ ନୂଆ ଭିତ୍ତିଭୂମି ତିଆରି ହେଉଛି। 4ଟି ନୂଆ ମେଡିକାଲ କଲେଜ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ଖୋଲିବାକୁ ଯାଉଛି। ତାଛଡ଼ା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ କଲେଜ ମଧ୍ୟ ଖୋଲିବ। ହଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ବି ତ ସାଧାରଣ ଲୋକଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଉଛି। ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଜେଟ୍ ପ୍ରାୟ 2% କମିକି 23,182 କୋଟି ଟଙ୍କାରେ କାହିଁକି ରଖାଯାଇଛି? ଏହା ତ ପୁରା ଅଯୌକ୍ତିକ ଲାଗୁଛି ମୋତେ। କେମିତି? ଟିକେ ଖୋଲିକି କୁହନ୍ତୁ। ମାନେ ଏହା ଠିକ୍ ଗୋଟିଏ ବିଶାଳ 3 ମହଲା କୋଠା କିଣିବା ପରେ ତାର ମରାମତି ପାଇଁ ବଜେଟ୍ କାଟିଦେବା ଭଳି କଥା। ଏତେ ସବୁ ନୂଆ କଲେଜ ଚାଲିବ କେମିତି ଯଦି ବଜେଟ୍ କମିଯାଉଛି? ଏକଦମ ଠିକ୍। ଆପଣଙ୍କର ଏ କୋଠାବାଡ଼ିର ଉଦାହରଣଟା ପୁରା ଖାପ ଖାଉଛି ଏଠି।
ଏଠାରେ ଆମକୁ ଦୁଇଟି ଅର୍ଥନୈତିକ ଶବ୍ଦ ବୁଝିବାକୁ ହେବ। ଗୋଟିଏ ହେଲା କ୍ୟାପିଟାଲ ଏକ୍ସପେଣ୍ଡିଚର ବା ପୁଞ୍ଜିଗତ ଖର୍ଚ୍ଚ, ଆଉ ଅନ୍ୟଟି ଅପରେସନାଲ ଏକ୍ସପେଣ୍ଡିଚର ବା ପରିଚାଳନାଗତ ଖର୍ଚ୍ଚ। ଆଚ୍ଛା, ଏ ଦୁଇଟି ଭିତରେ ଫରକ କ'ଣ? ଗତ କିଛି ବର୍ଷ ଧରି ସରକାର ଏହି ମେଡିକାଲ କଲେଜଗୁଡ଼ିକର କୋଠା ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ବିପୁଳ ପରିମାଣର ପୁଞ୍ଜିଗତ ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସେହି ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ, ତେଣୁ ନୂଆ କୋଠା ତିଆରି କରିବା ପାଇଁ ଆଉ ସେତେ ବଡ଼ ଅର୍ଥର ଆବଶ୍ୟକତା ନାହିଁ। ଓହୋ, ମାନେ ବିଲ୍ଡିଂ ତିଆରି ସରିଗଲାଣି, ଏବେ ଖାଲି ଚଲାଇବା କଥା। ସମ୍ପୂର୍ଣ୍ଣ ଠିକ୍। ବର୍ତ୍ତମାନ ଖର୍ଚ୍ଚ କେବଳ ପରିଚାଳନା ଉପରେ କେନ୍ଦ୍ରୀଭୂତ ହେଉଛି। ଆଉ ଦ୍ୱିତୀୟ କଥା ହେଲା, ଯେତେବେଳେ BSKY ଭଳି ସ୍ୱାସ୍ଥ୍ୟ ଯୋଜନା ସମ୍ପୂର୍ଣ୍ଣ ଡିଜିଟାଲ ହୋଇଯାଏ ଏବଂ ରୋଗୀଙ୍କୁ ସିଧାସଳଖ ଲାଭ ମିଳେ, ସେତେବେଳେ ବ୍ୟବସ୍ଥାରେ ଥିବା ଲିକେଜ୍ ବା ଦୁର୍ନୀତି ବନ୍ଦ ହୋଇଯାଏ। ଯାହାକୁ ଆମେ ଦକ୍ଷତା ବା ଏଫିସିଏନ୍ସି କହୁ। ହଁ, ଅର୍ଥାତ୍ ଖର୍ଚ୍ଚକୁ ଏତେ ଶୃଙ୍ଖଳିତ କରାଯାଇଛି ଯେ ବର୍ତ୍ତମାନ କମ୍ ବଜେଟ୍ରେ ମଧ୍ୟ ଉନ୍ନତ ସେବା ଦେବା ସମ୍ଭବ ହେଉଛି। ବଜେଟ୍ କମେଇବା ମାନେ ସେବା କମିବା ନୁହେଁ। ଆଚ୍ଛା, ଏବେ ବୁଝିଲି। ଏହା ଏକ ବହୁତ ବଡ଼ ଆଶ୍ୱାସନା। କିନ୍ତୁ ଆମେ ଯଦି ଓଡ଼ିଶାର ଏହି ଆଶାବାଦୀ ଚିତ୍ରରୁ ବାହାରି ସମଗ୍ର ଦେଶର ନିଯୁକ୍ତି ସ୍ଥିତି ଉପରେ ନଜର ପକାଇବା, ସେଠାରେ ତ ଦକ୍ଷତା ବଦଳରେ କେବଳ ହତାଶା ହିଁ ଦେଖିବାକୁ ମିଳୁଛି। ହଁ, ଦେଶର ସ୍ଥିତି ଟିକେ ଚିନ୍ତାଜନକ। ଆମ ରାଜ୍ୟରେ ଯେତେବେଳେ 67,000 ନୂଆ ନିଯୁକ୍ତି ଆସିବାର ଆଶା ଅଛି, ନିକଟରେ ନୋଏଡାରେ ଶ୍ରମିକମାନଙ୍କର ଏକ ବିଶାଳ ଆନ୍ଦୋଳନ ଭାରତର ଅର୍ଥନୈତିକ ଢାଞ୍ଚାର ଦୁର୍ବଳତାକୁ ପଦାରେ ପକାଇଛି। ସେହି ରିପୋର୍ଟର ତଥ୍ୟଗୁଡ଼ିକ ଖୁବ୍ ଭୟଙ୍କର। ହଁ, 2022ରୁ 2025 ମଧ୍ୟରେ ଭାରତୀୟ ଶ୍ରମିକଙ୍କ ପ୍ରକୃତ ମଜୁରୀ ଆଦୌ ବୃଦ୍ଧି ପାଇନି। ମାସିକ ହାରାହାରି ମଜୁରୀ ମାତ୍ର 20,031 ଟଙ୍କାରେ ଅଟକି ରହିଛି। ଦେଶର 55% ଲୋକ ବିନା କୌଣସି ଚୁକ୍ତିନାମା ବା ସାମାଜିକ ସୁରକ୍ଷାରେ କାମ କରୁଛନ୍ତି। ଆଉ ଖୁଚୁରା କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ତ ମାତ୍ର 13ରୁ 27% ଭିତରେ ସୀମିତ। ସେଇଠି ହିଁ ମୋର ପ୍ରଶ୍ନ। ଆମେ ସବୁବେଳେ ଶୁଣୁଛୁ, ଆମ ଦେଶର GDP ଦ୍ରୁତଗତିରେ ବଢ଼ୁଛି, ଆମେ ବିଶ୍ୱଗୁରୁ ହେଉଛୁ। ତେବେ ଯଦି ଦେଶ ଏତେ ଟଙ୍କା ରୋଜଗାର କରୁଛି, ଏହି ସାଧାରଣ ଶ୍ରମିକଙ୍କର ମଜୁରୀ କାହିଁକି ବଢ଼ୁନି? କ'ଣ ଆମେ ଖାଲି ସଫ୍ଟୱେୟାର ଏବଂ IT କମ୍ପାନୀ ପଛରେ ଦୌଡ଼ି ଆମର ମୂଳ ଉତ୍ପାଦନ କାରଖାନାଗୁଡ଼ିକୁ ମାରିଦେଲୁ କି? ଦେଖନ୍ତୁ, ଆପଣ ଯେଉଁ ଐତିହାସିକ ଭୁଲ ଆଡ଼କୁ ଇଙ୍ଗିତ କରୁଛନ୍ତି, ତାହାକୁ ଅର୍ଥନୀତି ବିଜ୍ଞାନରେ ଷ୍ଟେଜ୍ ସ୍କିପିଂ ବା ପର୍ଯ୍ୟାୟ ଡେଇବା କୁହାଯାଏ। ଷ୍ଟେଜ୍ ସ୍କିପିଂ ଏହା ଚିମିତି କାମ କରେ? ପ୍ରଥମେ କୃଷି, ତାପରେ ଶିଳ୍ପ ବା ମ୍ୟାନୁଫ୍ୟାକ୍ଚରିଂ, ଆଉ ଶେଷରେ ସେବା କ୍ଷେତ୍ର। ଆମେରିକା ହେଉ ବା ଚୀନ, ସେମାନେ ପ୍ରଥମେ କୃଷିରୁ ବାହାରି ନିଜ ଦେଶରେ ବିଶାଳ କାରଖାନାମାନ ତିଆରି କଲେ, ଯାହା ଲକ୍ଷ ଲକ୍ଷ ଅଣକୁଶଳୀ ଚାଷୀଙ୍କୁ ନିଯୁକ୍ତି ଦେଲା। ଆଉ ଭାରତ କ'ଣ କଲା? ଭାରତ କ୍ଷେତ୍ରରେ 90 ଦଶକରେ ଯେତେବେଳେ କମ୍ପ୍ୟୁଟର ଆସିଲା, ଆମେ ଖୁବ୍ ଦ୍ରୁତଗତିରେ କୃଷି କ୍ଷେତ୍ରରୁ ସିଧା ସେବା କ୍ଷେତ୍ରକୁ ଲମ୍ଫ ମାରିଦେଲୁ। ଆମେ ମଝିରେ ଥିବା ସେହି ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରକୁ ପୂରାପୂରି ଏଡ଼େଇ ଦେଲୁ। ଆଚ୍ଛା, ମାନେ ସିଢ଼ି ନ ଲଗାଇ ଆମେ ତଳମହଲାରୁ ସିଧା ଛାତ ଉପରକୁ ଡେଇଁବାକୁ ଚେଷ୍ଟା କଲୁ। କିନ୍ତୁ ଏହାର ପ୍ରଭାବ ଶ୍ରମିକଙ୍କର ମଜୁରୀ ଉପରେ କେମିତି ପଡ଼ୁଛି? ବୁଝିଲେ ନା, ସେବା କ୍ଷେତ୍ର ବା ITରେ କାମ କରିବା ପାଇଁ ଇଂରାଜୀ ଜ୍ଞାନ ଆଉ ଉଚ୍ଚ ଶିକ୍ଷା ଦରକାର। ଗାଁରୁ ଆସୁଥିବା ସାଧାରଣ ଶ୍ରମିକଟିଏ ତ କମ୍ପ୍ୟୁଟର ଆଡ଼ରେ ବସି କୋଡ଼ିଂ କରିପାରିବନି। ତାକୁ ଗୋଟେ କାରଖାନା ଦରକାର, ଯୋଉଠି ସେ ଶାରୀରିକ ଶ୍ରମ ଦେଇପାରିବ। ହଁ, କିନ୍ତୁ ଆମ ପାଖରେ ସେହି କାରଖାନା ନାହିଁ। ଏକଦମ। ଆଉ କାରଖାନା ନଥିବଳୁ ବଜାରରେ କାମ ଖୋଜୁଥିବା ଅଣକୁଶଳୀ ଲୋକଙ୍କ ସଂଖ୍ୟା ଉପଲବ୍ଧ କାମଠାରୁ ବହୁତ ଅଧିକ ହୋଇଗଲା। ଏହାକୁ ସରପ୍ଲସ୍ ଲେବର ବା ଅତିରିକ୍ତ ଶ୍ରମିକ କୁହାଯାଏ। ମାନେ ଗୋଟିଏ ଚାକିରି ପାଇଁ 100 ଜଣ ଠିଆ ହୋଇଛନ୍ତି। ହଁ, ଆଉ ସେମିତି ହେଲେ ଶ୍ରମିକଙ୍କର ଦରଦାମ କରିବାର କ୍ଷମତା ବା ବାର୍ଗେନିଂ ପାୱାର ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଏ। ମାଲିକ ଜାଣିଛି ଯେ ଯଦି ଜଣେ ଶ୍ରମିକ 20,000ରେ ରାଜି ନ ହୁଏ, ବାହାରେ ଆଉ 10 ଜଣ 15,000ରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ବାପରେ, ସେଇଥିପାଇଁ GDP ବଢ଼ୁଛି, କମ୍ପାନୀ ଲାଭ କରୁଛି, କିନ୍ତୁ ମଜୁରୀ ସେହିଠି ଅଟକି ରହିଛି। ଆଉ ନଏଡାରେ ଆମେ ଯାହା ଦେଖିଲୁ, ତାହା ଥିଲା ଏହି ଜମିରେ ରହିଥିବା ଅସନ୍ତୋଷର ଗୋଟିଏ ବିସ୍ଫୋରଣ। ଏହା ପ୍ରକୃତରେ ଭୟଙ୍କର। ଗୋଟିଏ ପଟେ ଘୂର୍ଣ୍ଣିବଲୟ ନଥିବାରୁ ପାଣିପାଗ ଅଟକିଛି, ଆଉ ଅନ୍ୟପଟେ କାରଖାନା ନଥିବାରୁ ଏତେ ବଡ଼ ଜନସଂଖ୍ୟାର ଆର୍ଥିକ ପ୍ରଗତି ଅଟକିଛି। କିନ୍ତୁ ଏହି ସମସ୍ୟା ଖାଲି ଆମ ଦେଶ ଭିତରେ ତ ସୀମିତ ନୁହେଁ ନା। ବିଶ୍ୱ ବଜାର ଆଡ଼କୁ ଦେଖିଲେ ସେଠାର ସ୍ଥିତି ଆହୁରି ଅସ୍ଥିର ଲାଗୁଛି। ହଁ, ବିଶ୍ୱସ୍ତରୀୟ ଘଟଣାବଳୀର ସିଧା ପ୍ରଭାବ ଆମ ସ୍ଥାନୀୟ ବଜାର ଉପରେ ପଡ଼ୁଛି। ଏବେ ରିପୋର୍ଟ ଅନୁସାରେ ଦେଖନ୍ତୁ,
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ସଙ୍କଟକୁ ନେଇ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବୋମାମାଡ଼ ଆରମ୍ଭ ହେବ ଏବଂ ତାହା ବହୁତ ଭୟଙ୍କର ହେବ। ହଁ, ଆଉ ହର୍ମୁଜ ପ୍ରଣାଳୀ ଦେଇ ତ ବିଶ୍ୱର ଏକ ବଡ଼ ଭାଗ ତୈଳ ପରିବହନ ହୋଇଥାଏ। ଯଦି ସେଠି ଯୁଦ୍ଧ ହେଲା, ତୈଳ ଦର ଆକାଶ ଛୁଆ ହେବ। ଆଉ ତାର ପ୍ରଭାବ ସିଧା ଭାରତୀୟ ସେୟାର ବଜାର ଆଉ ଆମ ପକେଟ ଉପରେ ପଡ଼ିବ। ଏକଦମ। ବୋଧହୁଏ ସେଇଥିପାଇଁ ବର୍ତ୍ତମାନ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯେତେବେଳେ ବାହାର ଦୁନିଆରେ ଏତେ ଅସ୍ଥିରତା, ସେତେବେଳେ ଲୋକେ ଆଉ କର୍ପୋରେଟ୍ ସଂସ୍ଥା ନିଜସ୍ୱ ଆଞ୍ଚଳିକ ପରିଚୟ ବା ଲୋକାଲ ଆଇଡେଣ୍ଟିଟିକୁ ଏକ ସୁରକ୍ଷିତ ଘର ଭାବେ ବାଛୁଛନ୍ତି। ସେଇଟା କେମିତି? ଆମ ଓଡ଼ିଶାର ଉଦାହରଣ ହିଁ ନିଅନ୍ତୁ ନା। ସ୍କୁଲ ସ୍ତରରେ ଓଡ଼ିଆ ଭାଷା ବାଧ୍ୟତାମୂଳକ କରାଯିବା, ଓଡ଼ିଆ ପକ୍ଷ ପାଳନ କରିବା, କିମ୍ବା ଦେଶର ବିଭିନ୍ନ ସ୍ଥାନରେ ବିଶାଳ ଆକାରରେ ଓଡ଼ିଶା ପର୍ବ ପାଳନ କରାଯିବା, ଏସବୁ କ'ଣ ଖାଲି ସାଂସ୍କୃତିକ ଉତ୍ସବ? ନା, ଏହା ପଛରେ ବିଜନେସ୍ ବି ଅଛି। ହଁ, ବ୍ୟବସାୟିକ ଦୁନିଆରେ ଦେଖିଲେ ବଡ଼ ବଡ଼ ନ୍ୟାସନାଲ ମ୍ୟୁଜିକ୍ ଲେବୁଲମାନେ ଆଜିକାଲି ଆଞ୍ଚଳିକ ସଙ୍ଗୀତ ଗ୍ରନ୍ଥାଗାର ବା ରିଜିନାଲ ମ୍ୟୁଜିକ୍ କାଟାଲଗକୁ କୋଟି କୋଟି ଟଙ୍କା ଦେଇ କିଣିବାକୁ ଲାଗିଛନ୍ତି। ମୋତେ ଲାଗୁଛି ଗୋଟିଏ ପଟେ ସାରା ବିଶ୍ୱରେ ବିଚ୍ଛିନ୍ନତା ଆଉ ଅନ୍ୟପଟେ ଆଞ୍ଚଳିକ ସ୍ତରରେ ଏତେ ବଡ଼ ଏକତ୍ରୀକରଣ ଚାଲିଛି। କ'ଣ ଆଞ୍ଚଳିକ ପରିଚୟ ଏବେ ସବୁଠୁ ସୁରକ୍ଷିତ ବ୍ୟାବସାୟିକ ପୁଞ୍ଜି ପଲଟି ଯାଇଛି କି? ଏହି କଥାଟା ସମ୍ପୂର୍ଣ୍ଣ ଯଥାର୍ଥ। ମଣିଷର ଏକ ସହଜାତ ପ୍ରବୃତ୍ତି ଅଛି। ଯେତେବେଳେ ବାହାରେ ଝଡ଼ ତୁଫାନ ଆସେ, ସେତେବେଳେ ସେ ନିଜ ଘର ଭିତରକୁ ଫେରିଆସେ। ଏକ ପ୍ରକାର ରକ୍ଷଣାତ୍ମକ ମନୋଭାବ। ହଁ, ବର୍ତ୍ତମାନ ବିଶ୍ୱ ବଜାରରେ ଯୁଦ୍ଧର ଆଶଙ୍କା ଆଉ ଏଆଇର ପ୍ରାଦୁର୍ଭାବ ଭିତରେ ଲୋକେ ସେହି ଜିନିଷକୁ ଖୋଜୁଛନ୍ତି ଯାହା ନିଜସ୍ୱ, ମୌଳିକ ଆଉ ଯାହା ଉପରେ ସେମାନେ ବିଶ୍ୱାସ କରିପାରିବେ। ଆଉ କର୍ପୋରେଟ୍ ଦୁନିଆ ଏକଥା ବୁଝିଗଲାଣି ଯେ ଆଞ୍ଚଳିକ ବିଷୟବସ୍ତୁ ଉପରେ ନିବେଶ କରିବା ହିଁ ସବୁଠୁ ନିରାପଦ। କାରଣ ଲୋକଙ୍କର ସେଥିପ୍ରତି ଆବେଗ ଅଛି। ଏକଦମ। ଏକ ନିର୍ଦ୍ଦିଷ୍ଟ ଭାଷା କିମ୍ବା ସଂସ୍କୃତି ସହ ଯୋଡ଼ି ହୋଇଥିବା ଗ୍ରାହକମାନେ ବହୁତ ଅନୁଗତ ହୋଇଥାନ୍ତି। ଗ୍ଲୋବାଲ ବଜାର ଖସିଲେ ମଧ୍ୟ ଲୋକେ ନିଜ ଭାଷାର ଗୀତ ଶୁଣିବା ବନ୍ଦ କରିବେନି। ତେଣୁ ଏହି ସାଂସ୍କୃତିକ ଜାଗରଣ ପଛରେ ଏକ ବହୁତ ସୁଚିନ୍ତିତ ବ୍ୟବସାୟିକ ରଣନୀତି ଲୁଚି ରହିଛି। ଅସ୍ଥିରତା ବେଳେ ନିଜ ମାଟିକୁ ଆବରି ଧରିବା ହିଁ ସବୁଠୁ ବଡ଼ ସୁରକ୍ଷା। ବାଃ, ତାହେଲେ ଆମେ ଆଜି ଯାହା ସବୁ ଆଲୋଚନା କଲେ, ସେସବୁ ଶେଷରେ ଯାଇ ଗୋଟିଏ ବିନ୍ଦୁରେ ମିଳିତ ହେଉଛି। ଆସନ୍ତୁ ଆଜିର ଆଲୋଚନାକୁ ଟିକେ ସାରାଂଶ କରିନେବା। ନିଶ୍ଚୟ। ଆମେ ଆଜି ବୁଝିଲେ କିପରି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ବିନା ପବନ ଏକ ବିଶାଳ ଉତ୍ତାପର ଜାଲ ସୃଷ୍ଟି କରୁଛି। ତାପରେ ଦେଖିଲେ ପଶ୍ଚିମବଙ୍ଗର ନୂତନ ରାଜନୈତିକ ଝଡ଼ରେ ଓଡ଼ିଶାର ପ୍ରଭାବ କିପରି ପୂର୍ବ ଭାରତର ସମୀକରଣକୁ ବଦଳାଉଛି। ଆଉ ସ୍ୱାସ୍ଥ୍ୟ ବଜେଟ୍ ହ୍ରାସ ପାଇବା ପଛରେ ଥିବା ଦକ୍ଷତାର ଅର୍ଥନୀତି ବିଷୟରେ ବି ଆମେ ଜାଣିଲେ। ହଁ, ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, କିପରି ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରକୁ ଡେଇଁଯିବା ଯୋଗୁଁ ଆଜି ଦେଶରେ ଶ୍ରମିକମାନଙ୍କର ମଜୁରୀ ବଢ଼ିପାରୁନି। ଆଉ ଶେଷରେ ଆଞ୍ଚଳିକ ସଂସ୍କୃତି କିପରି ବିଶ୍ୱ ବଜାରର ଅସ୍ଥିରତା ବିରୁଦ୍ଧରେ ଏକ ଆର୍ଥିକ ଢାଳ ଭାବେ ଉଭା ହେଉଛି, ତାହା ମଧ୍ୟ ସ୍ପଷ୍ଟ ହେଲା। ପ୍ରକୃତିଠାରୁ ଅର୍ଥନୀତି ଯାଏଁ ସବୁକିଛି ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଏକଦମ ଠିକ୍। ଆଜିର ଆଲୋଚନାରୁ ସବୁଠାରୁ ବଡ଼ ଶିକ୍ଷା ହେଉଛି ଯେ ବାହାରୁ ଆମକୁ ଯାହା ଅସ୍ୱାଭାବିକ ଲାଗେ, ଯେମିତିକି ମେଘ ଆସିଲେ ବି ଗୁଳୁଗୁଳି ହେବା କିମ୍ବା ବଜେଟ୍ କମିଲେ ବି ସେବା ବଢ଼ିବା, ସେସବୁ ପଛରେ ଏକ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ବା ଅର୍ଥନୈତିକ କାରଣ ଲୁଚି ରହିଥାଏ। ସତ କହିଲା। ଏବେ ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ ଛାଡ଼ିଯାଉଛି। ଯଦି ଭବିଷ୍ୟତର ସବୁଠାରୁ ବଡ଼ ସମ୍ପତ୍ତି କେବଳ ଟେକ୍ନୋଲୋଜି କିମ୍ବା ଏଆଇ ନୁହେଁ, ବରଂ ନିଜସ୍ୱ ଆଞ୍ଚଳିକ ସଂସ୍କୃତି ଏବଂ ଆମ ମାଟି ତଳେ ଥିବା ସେହି କ୍ରିଟିକାଲ ମିନେରାଲ୍ସ ହିଁ ହେବ, ତେବେ ଓଡ଼ିଶା ଭଳି ଏକ ବିକାଶଶୀଳ ରାଜ୍ୟ କିପରି ଏହି ଅମୂଲ୍ୟ ପୁଞ୍ଜିକୁ ବ୍ୟବହାର କରିବ? କ'ଣ ଏହାଦ୍ୱାରା ଆମର ସେହି ସାଧାରଣ ଦିନମଜୁରିଆ ଏବଂ ଚାଷୀମାନଙ୍କର ଜୀବନଶୈଳୀ ବଦଳି ପାରିବ? ଏହା ପ୍ରକୃତରେ ଏକ ବହୁତ ବଡ଼ ପ୍ରଶ୍ନ। ହଁ, ସେହି ଲୋକମାନେ ଯେଉଁମାନେ ଆଜି ବି ଅସହ୍ୟ ଗୁଳୁଗୁଳି ଭିତରେ ଠିଆ ହୋଇ ନିଜର ମଜୁରୀ ବଢ଼ିବାର ଅପେକ୍ଷା ରଖିଛନ୍ତି। କ'ଣ ଏହି ନୂଆ ଅର୍ଥନୀତି ସେମାନଙ୍କୁ ସେହି ଉତ୍ତାପର ଜାଲରୁ ମୁକ୍ତ କରିପାରିବ? ଏହା ଏମିତି ଏକ ପ୍ରଶ୍ନ ଯାହା ଉପରେ ଆମ ସମସ୍ତଙ୍କୁ ଗମ୍ଭୀରତାର ସହ ବିଚାର କରିବାକୁ ପଡ଼ିବ। ଆଜିର ଏହି ଗଭୀର ଆଲୋଚନାରେ ଭାଗ ନେଇଥିବାରୁ ଅନେକ ଧନ୍ୟବାଦ। ନିଜର ଅନୁସନ୍ଧାନ ଏମିତି ଜାରି ରଖନ୍ତୁ।